ବିଚାରକର୍ତ୍ତା 13 ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ। ତହିଁରେ ସଦାପ୍ରଭୁ 40 ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରେ ସମର୍ପଣ କଲେ। ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରିୟ ନିବାସୀ ଏକ ମନୁଷ୍ୟ ଥିଲା। ତାହାର ନାମ ମାନୋହ। ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରିନଥିଲା। ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, ଦେଖ, ତୁମେ ବନ୍ଧ୍ୟା ଓ ପ୍ରସବ କରିନାହଁ, ମାତ୍ର ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ। ଏହେତୁ ଏବେ ଏହା କର, ତୁମେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟପାନ କର ନାହିଁ, କି କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ। କାରଣ ଦେଖ, ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଆଉ ତାର ମସ୍ତକରେ କ୍ଷୁର ଲାଗିବ ନାହିଁ, ଯେହେତୁ ସେ ବାଳକ ଗର୍ଭାବଧି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ, ଓ ସେ ପଲେଷ୍ଟିୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ। ଏ ଉତ୍ତାରେ ସେ ସ୍ତ୍ରୀ ଆସି ଆପଣା ସ୍ୱାମୀକି କହିଲା, ପରମେଶ୍ୱରଙ୍କ ଏକ ଲୋକ ମୋ ନିକଟକୁ ଆସି କହିଲେ, ତାହାଙ୍କ ରୂପ ପରମେଶ୍ୱରଙ୍କ ଦୂତଙ୍କ ରୂପ ତୁଲ୍ୟ, ଅତି ଭୟଙ୍କର। ମାତ୍ର ସେ କେଉଁଠାରୁ ଆସିଲେ, ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ। କିଏ ବା ସେ ଆପଣା ନାମ ମୋତେ କହିଲେ ନାହିଁ। ମାତ୍ର ସେ ମୋତେ କହିଲେ, ଦେଖ, ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ। ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ, କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ, କାରଣ ସେ ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ। ତହିଁରେ ମାନୋହ ସଦାପ୍ରଭୁଙ୍କୁ ବିନତି କରି କହିଲା, ହେ ପ୍ରଭୁ, ବିନୟ କରୁଅଛି, ପରମେଶ୍ୱରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ, ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ, ଓ ଯେଉଁ ବାଳକ ଜନ୍ମିବ ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏହା ଆମ୍ଭମାନଙ୍କୁ ଶିଖାନ୍ତୁ। ତ ପରମେଶ୍ୱର ମାନୋହର ରବ ଶୁଣିଲେ। ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ, ମାତ୍ର ତାହାର ସ୍ୱାମୀ ମାନୋହ ତାହା ସଙ୍ଗରେ ନଥିଲା। ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ୱାମୀକି ସମ୍ବାଦ ଦେଇ କହିଲା, ଦେଖ, ସେଦିନ ଯେଉଁ ଲୋକ ମୋ ନିକଟକୁ ଆସିଥିଲେ, ସେ ମୋତେ ଦର୍ଶନ ଦେଇଅଛନ୍ତି। ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ? ସେ କହିଲେ, ଆମ୍ଭେ। ତେଣୁ ମାନୋହ କହିଲା, ଆପଣଙ୍କ ବାକ୍ୟ ସଫଳ ହେଉ। ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ? ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, ଆମ୍ଭେ ସେହି ସ୍ତ୍ରୀକୁ ଯାହା ଯାହା କହିଅଛୁ ତାହା ସବୁ ସେ ମାନୁ। ସେ ଦ୍ରାକ୍ଷାଲତା ଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟପାନ ନ କରୁ, କିମ୍ବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ। ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ ତାହା ସବୁ ସେ ମାନୁ। ଆହୁରି ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବା ଯାଏ ଆମ୍ଭେମାନେ ଆପଣଙ୍କୁ ଅଟକାଇ ରଖୁ। ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମର ଆହାର ଭୋଜନ କରିବୁ ନାହିଁ। ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର। ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ମାନୋହ ଜାଣିନଥିଲା। ଏ ଉତ୍ତାରେ ମାନୋହ ସଦାପ୍ରଭୁଙ୍କ ଦୂତକୁ କହିଲା, ଆପଣଙ୍କ ନାମ କଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ। ତହିଁରେ ସଦାପ୍ରଭୁଙ୍କ ଦୂତ ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ? ତାହା ତ ଆଶ୍ଚର୍ଯ୍ୟ। ତହିଁରେ ମାନୋହ ସେହି ଛେଳି ଛୁଆ ଓ ତହିଁରେ ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତେଣୁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦୀରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦୀର ଅଗ୍ନିଶିଖାରେ ଊର୍ଦ୍ଧ୍ୱଗମନ କଲେ। ସେ ସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ, ଆଉ ସେମାନେ ଭୂମିରେ ମୁହଁ ବାଡ଼ି ପଡ଼ିଲେ। ଏ ଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନୋହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନୋହ ଜାଣିଲା। ଏଣୁ ମାନୋହ ଆପଣା ଭାର୍ଯ୍ୟାକୁ କହିଲା, ଆମ୍ଭେମାନେ ପରମେଶ୍ୱରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା। ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରିନଥାନ୍ତେ, ଅବା ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନଥାନ୍ତେ, କିମ୍ବା ଏ ସମୟରେ ଏପରି କଥା ଶୁଣାଇ ନଥାନ୍ତେ। ଏ ଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ସାମସନ ଦେଲା। ତେଣୁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ। ପୁଣି ସଦାପ୍ରଭୁଙ୍କ ଆତ୍ମା ସରିୟ ଓ ଇଷ୍ଟ୍ରାୟୋଲ ମଧ୍ୟବର୍ତ୍ତୀ ମହନୀ ଦାନରେ ତାହାକୁ ଚଳାଇବାକୁ ଲାଗିଲେ।
ବିଚାରକର୍ତ୍ତା 14 ପର୍ବ। ଅନନ୍ତର ସାମସନ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟିୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲା। ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, ମୁଁ ତିମ୍ନାରେ ପଲେଷ୍ଟିୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକ ଦେଖିଅଛି। ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ। ତେବେ ତାହାର ପିତା ଓ ମାତା ତାହାକୁ କହିଲେ, ତୁମ୍ଭ ଭାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କିଏ ଜଣେ ସ୍ତ୍ରୀ ନାହିଁ ଯେ ତୁମେ ଅସୁନ୍ନତ ପଲେଷ୍ଟିୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ। ତେଣେ ସାମସନ ଆପଣା ପିତାକୁ କହିଲା, ତାହାକୁ ମୋ ପାଇଁ ଆଣ, ସେ ମୋ ଦୃଷ୍ଟିରେ ପସନ୍ଦ। ମାତ୍ର ପଲେଷ୍ଟିୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେ ସମୟରେ ପଲେଷ୍ଟିୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ। ଏ ଉତ୍ତାରେ ସାମସନ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷା କ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜନ କଲା। ତ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଛେଳି ଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା। ମାତ୍ର ତାହା ହାତରେ କିଛି ନଥିଲା। ତଥାପି ସେ ଆପଣା ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ। ଏ ଉତ୍ତାରେ ସେ ଯାଇ ସେ ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ତାହା ଦୃଷ୍ଟିରେ ପସନ୍ଦ ହେଲା। ପୁଣି କିଛିଦିନ ଉତ୍ତାରେ ସେହି ସ୍ତ୍ରୀକି ଗ୍ରହଣ କରିବା ପାଇଁ ପୁନର୍ବାର ଗଲା। ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଝାଙ୍କ ଓ ମହୁ ଅଛି। ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେ ସେମାନଙ୍କୁ ଦିଅନ୍ତେ ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା, ଏହା ସେମାନଙ୍କୁ ଜଣାଇଲା ନାହିଁ। ଏ ଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ସାମସନ ସେଠାରେ ଗୋଟିଏ ଭୋଜି କଲା, କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା। ପୁଣି ସେମାନେ ତାହାକୁ ଦେଖନ୍ତେ ତାହା ସଙ୍ଗେ ରହିବା ପାଇଁ 30 ଜଣ ମିତ୍ର ଆଣିଲେ। ତେଣେ ସାମସନ ସେମାନଙ୍କୁ କହିଲା, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ। ତୁମ୍ଭେମାନେ ଯେବେ ଏହି ଭୋଜିର 7 ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ 30 ମସିନା ବସ୍ତ୍ର ଓ 30 ସାଜ ପୋଷାକ ଦେବି। ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ 30 ମସିନା ବସ୍ତ୍ର ଓ 30 ସାଜ ପୋଷାକ ଦେବ। ଆଉ ସେମାନେ ତାହାକୁ କହିଲେ, ତୁମ୍ଭର ପ୍ରହେଳିକା କୁହ, ତାହା ଆମ୍ଭେମାନେ ଶୁଣିବୁ। ତହିଁରେ ସେ ସେମାନଙ୍କୁ କହିଲା, ଖାଦକଠାରୁ ଖାଦ୍ୟ ଓ ବଳବାନଠାରୁ ମିଷ୍ଟତା ନିଗ୍ରତ ହେଲା। ମାତ୍ର ସେମାନେ 3 ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ। ତୁ ଚତୁର୍ଥ ଦିନରେ ସେମାନେ ସାମସନର ଭାର୍ଯ୍ୟାକୁ କହିଲେ, ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକି ମଣାଅ, ନଇଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା, ନୁହେଁ? ତେଣେ ସାମସନର ଭାର୍ଯ୍ୟା ତାହାକୁ ଧରି କାନ୍ଦି କାନ୍ଦି କହିଲା, ତୁମେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁନାହଁ। ତୁମେ ମୋ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇନାହଁ। ତହିଁରେ ସେ ତାହାକୁ କହିଲା, ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇନାହିଁ, ଆଉ କି ତୁମ୍ଭକୁ ବୁଝାଇ ଦେବି? ପୁଣି ସେ ଭୋଜିର 7ମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା। ତହିଁରେ ସେ ତାହାକୁ ନିତ୍ୟାନ୍ତ ଅନୁରୋଧ କରିବାରୁ ସେ 7ମ ଦିନରେ ତାହାକୁ ବୁଝାଇଦେଲା। ତୁ ସେ ଆପଣା ଲୋକମାନଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା। ଏ ଉତ୍ତାରେ 7ମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, ମଧୁଠାରୁ ଆଉ ମିଷ୍ଟ କଣ ଓ ସିଂହଠାରୁ ବଳବାନ କିଏ? ତହିଁରେ ସେ ସେମାନଙ୍କୁ କହିଲା, ତୁମେମାନେ ମୋ ଛଡ଼ାରେ ଚାଷ କରିନଥିଲେ ମୋର ପ୍ରହେଳିକାର ଭେଦ ପାଇନଥାନ୍ତ। ଅନନ୍ତର ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଅସ୍କିଲୋନକୁ ଯାଇ ସେଠାରେ 30 ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟ୍ ଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା। ମାତ୍ର ସାମସନ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା, ତାହାକୁ ତାହାର ଭାର୍ଯ୍ୟା ଦିଆଗଲା। ବିଚାରକର୍ତ୍ତା 15 ପର୍ବ। ମାତ୍ର କିଛିଦିନ ଉତ୍ତାରେ ଗହମ କଟା ସମୟରେ ସାମସନ ଗୋଟିଏ ଛେଳି ଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା। ଆଉ ସେ କହିଲା, ମୁଁ ଅନ୍ତଃପୁରରେ ଭାର୍ଯ୍ୟା ନିକଟକୁ ଯିବି। ମାତ୍ର ତାହାର ପିତା ତାହା ଭିତରକୁ ଯିବାକୁ ଦେଲା ନାହିଁ। ପୁଣି ତାହାର ପିତା କହିଲା, ମୁଁ ନିଶ୍ଚୟ ବୋଧ କଲି ଯେ ତୁମ୍ଭେ ତାହାକୁ ନିତ୍ୟାନ୍ତ ଘୃଣା କଲ। ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି। ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ?
ବିନୟ କରୁଅଛି ତା ବଦଳେ ତାହାକୁ ଗ୍ରହଣ କର। ତହିଁରେ ସାମସନ ସେମାନଙ୍କୁ କହିଲା, ଏଥର ମୁଁ ପଲେଷ୍ଟିୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି। ତେଣୁ ସାମସନ ଯାଇ 300 ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଡ଼କୁ ଲାଙ୍ଗୁଡ଼ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଡ଼ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା। ତହିଁରେ ସେ ଦିହୁଡ଼ି ଜଳାଇ ପଲେଷ୍ଟିୟମାନଙ୍କର ବଢ଼ନ୍ତା କ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା। ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ମଧ୍ୟ ଜିତ କ୍ଷେତ୍ର ସବୁ ପୋଡ଼ି ପକାଇଲା। ସେତେବେଳେ ପଲେଷ୍ଟିୟମାନେ ପଚାରିଲେ, ଏହା କିଏ କରିଅଛି? ତହିଁରେ ଲୋକମାନେ କହିଲେ, ତିମ୍ୟର ଜ୍ୱାଇଁ ସାମସନ, ଯେହେତୁ ସେ ତାହା ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା। ଏଥିରେ ପଲେଷ୍ଟିୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ। ତେଣୁ ସାମସନ ସେମାନଙ୍କୁ କହିଲା, ଯେବେ ତୁମେମାନେ ଏପରି କଲ, ତେବେ ଅବଶ୍ୟ ମୁଁ ତହିଁର ପ୍ରତିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି। ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା। ତେଣୁ ସେ ଯାଇ ଏଟମ ଶୈଳର ସୁଡୁଙ୍ଗରେ ବାସ କଲା। ତେଣୁ ପଲେଷ୍ଟିୟମାନେ ଉପରକୁ ଯାଇ ଜିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହିରେ ବ୍ୟାପି ରହିଲେ। ତହିଁରେ ଜିହୁଦାର ଲୋକମାନେ ପଚାରିଲେ, ତୁମେମାନେ କାହିଁକି ଆମ୍ଭ ବିରୁଦ୍ଧରେ ଆସିଅଛ? ସେମାନେ କହିଲେ, ସାମସନକୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି, ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ। ଏଥିରେ ଜିହୁଦାର 3000 ଲୋକ ଏଟମ ଶୈଳର ସୁଡୁଙ୍ଗକୁ ଯାଇ ସାମସନକୁ କହିଲେ, ପଲେଷ୍ଟିୟମାନେ ଯେ ଆମ୍ଭମାନଙ୍କର କର୍ତ୍ତା ଅଟନ୍ତି, ଏହା କି ତୁମେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ? ପୁଣି ସେ ସେମାନଙ୍କୁ କହିଲା, ସେମାନେ ମୋ ପ୍ରତି ଯେପରି କଲେ, ମୁଁ ସେପରି ସେମାନଙ୍କୁ କଲି। ତହିଁରେ ସେମାନେ ତାହାକୁ କହିଲେ, ପଲେଷ୍ଟିୟମାନଙ୍କ ହସ୍ତରେ ତୁମକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମକୁ ବାନ୍ଧିବାକୁ ଆସିଅଛୁ। ତେଣୁ ସାମସନ ସେମାନଙ୍କୁ କହିଲା, ତୁମେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର। ପୁଣି ସେମାନେ ତାହାକୁ କହିଲେ, ନା, କିନ୍ତୁ ଆମ୍ଭେମାନେ ତୁମକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ, ମାତ୍ର ଆମ୍ଭେମାନେ କେବେ ତୁମକୁ ବଦ୍ଧ କରିବୁ ନାହିଁ। ତେଣୁ ସେମାନେ ତାହାକୁ ଦୁଇ ନୂଆ ଦଉଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ। ସେ ଲିହିରେ ଉପସ୍ଥିତ ହୁଅନ୍ତେ ପଲେଷ୍ଟିୟମାନେ ତାହାକୁ ଭେଟି ଜୟଧ୍ୱନି କଲେ। ଯେଉଁ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନରୁ ଖସି ପଡ଼ିଲା। ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ଆଣି ହାତ ବଢ଼ାଇ ତାହା ନେଲା, ତଦ୍ୱାରା 1000 ଲୋକଙ୍କୁ ବଧ କଲା। ତେଣୁ ସାମସନ କହିଲା, ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି 1000 ଲୋକ ପଦା। ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା। ପୁଣି ସେହି ସ୍ଥାନର ନାମ ରାମତ ଲିହି ଥୋମଣିଗିରି ହେଲା। ଏ ଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହା ଉଦ୍ଧାର ସାଧନ କରିଅଛ। ଏବେ ମୁଁ ସିନା ତୃଷାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି। ତହିଁରେ ପରମେଶ୍ୱର ଲିହିସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରନ୍ତେ ତହିଁରୁ ଜଳ ନିର୍ଗତ ହେଲା। ପୁଣି ସେ ତାହା ପାନ କରନ୍ତେ ତାହାର ଆତ୍ମା ଫେରି ଆସିଲା ଓ ସେ ସଚେତନ ହେଲା। ଏହେତୁ ସେହି ସ୍ଥାନର ନାମ ଅୟନ ହକ୍କୋରୀ, ଡାକିଲା ଲୋକର ଝର ଦେଲା। ତାହା ଅଦ୍ୟାପି ଲିହିରେ ଅଛି। ଆଉ ସେ ପଲେଷ୍ଟିୟମାନଙ୍କ ସମୟରେ 20 ବର୍ଷ ଇସ୍ରାଏଲର ବିଚାର କଲା। ବିଚାରକର୍ତ୍ତା 16 ପର୍ବ। ଅନନ୍ତର ସାମସନ ଘଷାକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା କତିକି ଗଲା। ତହିଁରେ ସାମସନ ଏହି ସ୍ଥାନକୁ ଆସିଅଛି, ଏହି କଥା ଘଷାତୀୟ ଲୋକମାନଙ୍କୁ କୁହାଗଲା। ତେଣୁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର ଦ୍ୱାରରେ ଛକି ବସିଲେ। ପୁଣି ରାତ୍ରିଯାକ ତୁନି ହୋଇ ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଦ୍ଧ କରିବୁ। ମାତ୍ର ସାମସନ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ 2 ବାଜୁବନ୍ଧ ଧରି ଅର୍ଗଳ ସମେତ ଓପାଡ଼ି ପକାଇଲା। ଆଉ ତାହା କାନ୍ଧରେ ଥୋଇ ହିବ୍ରୋନ ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା। ଏ ଉତ୍ତାରେ ସେ ସୋରେକ ଉପତ୍ୟକାରେ ଏକ ସ୍ତ୍ରୀ କି ପ୍ରେମ କଲା, ତା ନାମ ଦଲିଲା। ତହିଁରେ ପଲେଷ୍ଟିୟ ଅଧିପତିମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, କାହିଁରେ ତାହାର ଏହି ମହାବଳ ଥାଏ ଓ କି ଉପାୟରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାକୁ କ୍ଲେଶ ଦେବା ପାଇଁ ବାନ୍ଧି ପାରିବୁ, ଏହା ଜାଣିବା ପାଇଁ ତୁମେ ତାହାକୁ ମଣାଅ। ତାହା କଲେ ଆମ୍ଭେମାନେ ପ୍ରତ୍ୟେକ ଜଣ ତୁମ୍ଭକୁ 1100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ। ତେଣୁ ଦଲିଲା ସାମସନକୁ କହିଲା, ବିନୟ କରୁଅଛି,
କାହିଁରେ ତୁମର ମହାବଳ ଥାଏ ଓ ତୁମ୍ଭର କ୍ଲେଶାର୍ଥେ ତୁମେ କାହିଁରେ ବନ୍ଧା ଯାଇପାର, ଏହା ମୋତେ କୁହ। ତେବେ ସାମସନ ତାହାକୁ କହିଲା, ଯାହା କେବେ ଶୁଷ୍କ ହୋଇନାହିଁ, ଏପରି 7ଟା କଞ୍ଚା ତନ୍ତରେ ଯେବେ ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହୋଇଯିବି। ତ ପଲେଷ୍ଟିୟ ଅଧିପତିମାନେ ଅଶୁଷ୍କ 7ଟା କଞ୍ଚା ତନ୍ତ ଆଣି ସେହି ସ୍ତ୍ରୀକି ଦେଲେ। ତେଣୁ ସେ ତାହାକୁ ତହିଁରେ ବାନ୍ଧିଲା। ସେ ସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ। ଏଥିରେ ସେ ତାହାକୁ କହିଲା, ସାମସନ, ପଲେଷ୍ଟିୟମାନେ ତୁମକୁ ଧରିଲେ। ତହିଁରେ ଅଗ୍ନିବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ଡିଯାଏ, ସେପରି ସେସବୁ ତନ୍ତ ଛିଣ୍ଡାଇ ପକାଇଲା। ଏ ରୂପେ ତାହାର ବଳର ତତ୍ତ୍ୱ ଜଣାଗଲା ନାହିଁ। ଏଉତାରେ ଦଲିଲା ସାମସନକୁ କହିଲା, ତୁମେ ମୋତେ ଉପହାସ କଲ ଓ ତୁମେ ମୋତେ ମିଥ୍ୟା କହିଲ। ଏବେ ତୁମେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ। ତହିଁରେ ସେ ତାହାକୁ କହିଲା, ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକର ସମାନ ହୋଇଯିବି। ତେଣୁ ଦଲିଲା ନୂତନ ରଜ୍ଜୁ ନେଇ ତାହାକୁ ବାନ୍ଧି କହିଲା, ସାମସନ, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ସେ ସମୟରେ ଛକିଥିବା ଲୋକମାନେ ଅନ୍ତଃପୁରରେ ଥିଲେ। ଏଥିରେ ସେ ଖଣ୍ଡେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ଡାଇ ପକାଇଲା। ତେବେ ଦଲିଲା ସାମସନକୁ କହିଲା, ତୁମେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ। ତୁମେ କାହିଁରେ ବନ୍ଧା ଯାଇପାର, ମୋତେ କୁହ। ତରେ ସେ ତାହାକୁ କହିଲା, ଯେବେ ତୁମେ ବୁଣା ଯାଉଥିବା ବସ୍ତ୍ରରେ ମୋର ମସ୍ତକ କେଶର 7 ବେଣୀ ବୁଣିବ, ତେବେ ହୋଇପାରେ। ତେଣୁ ସେ ତନ୍ତ ଖୁଣ୍ଟିରେ ତାହାକୁ ବାନ୍ଧି ତାହାକୁ କହିଲା, ସାମସନ, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଉଠି ତନ୍ତଖୁଣ୍ଟି ଉପାଡ଼ି ବସ୍ତ୍ର ନେଇ ଚାଲିଗଲା। ଏଣୁ ସେ ତାହାକୁ କହିଲା, ମୋ ପ୍ରତି ତ ତୁମ୍ଭର ମନ ନାହିଁ। ତୁମେ ମୋତେ ପ୍ରେମ କରୁଛ ବୋଲି କିପରି କହୁଅଛ? ଏ 3 ଥର ଯାକ ତୁମେ ମୋତେ ଉପହାସ କରିଅଛ ଓ ତୁମ୍ଭର ମହାବଳ କାହିଁରେ ଥାଏ, ତାହା ମୋତେ କହିଲ ନାହିଁ। ଏହି ରୂପେ ସେ ନୀତି କଥାରେ ତାହାକୁ ଅନୁରୋଧ କରି ଏପରି ବ୍ୟସ୍ତ କଲା ଯେ ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା। ତହିଁରେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, ମୋର ମସ୍ତକରେ କେବେ ଖୁର ଲାଗିନାହିଁ, କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ଲୋକ ହୋଇଅଛି। ଯେବେ ମୁଁ କ୍ଷୌର ହେବି, ତେବେ ମୋର ବଳ ମୋଠୁ ଯିବ ଓ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି। ସେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲିଲା ଦେଖି ପଲେଷ୍ଟିୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା ଓ ତୁମେମାନେ ଏଇଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି। ଏହା କହି ସେ ସେମାନଙ୍କୁ ଡାକିଲା। ତହିଁରେ ପଲେଷ୍ଟିୟ ଅଧିପତିମାନେ ହସ୍ତରେ ରୂପା ନେଇ ତା ନିକଟକୁ ଆସିଲେ। ତେଣୁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା, ଆଉ ମନୁଷ୍ୟ ଡକାଇ ତାର ମସ୍ତକର 7 ବେଣୀ କ୍ଷୌର କଲା। ଏହି ରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା। ତହିଁରେ ସେ କହିଲା, ସାମସନ, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣଙ୍କୁ ଝାଡ଼ିବି। ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ, ଏହା ସେ ଜାଣିଲା ନାହିଁ। ଏଉତାରେ ପଲେଷ୍ଟିୟମାନେ ତାହାକୁ ଧରି ତାହାର ଆଖି ଉପାଡ଼ି ପକାଇଲେ। ପୁଣି ତାହାକୁ ଘଷାକୁ ଆଣି 2 ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ, ଆଉ ସେ କାରାଗାରରେ ଚକି ପେଶିଲା। ତଥାପି ତାହାର କ୍ଷୌର ହେଲା, ଉତ୍ତାରେ ତାର ମସ୍ତକର କେଶ ପୁନର୍ବାର ବଢ଼ିବାକୁ ଲାଗିଲା। ଅନନ୍ତର ପଲେଷ୍ଟିୟ ଅଧିପତିମାନେ ଆପଣମାନଙ୍କ ଦେବତା ଦାଗନ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ। କାରଣ ସେମାନେ କହିଲେ, ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ସାମସନକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ପୁଣି ଲୋକମାନେ ତାହାଙ୍କୁ ଦେଖି ଆପଣମାନଙ୍କ ଦେବତାର ପ୍ରଶଂସା କଲେ, କାରଣ ସେମାନେ କହିଲେ ଯେ ଆମ୍ଭମାନଙ୍କର ଅନେକଙ୍କୁ ବଧ କଲା। ଆମ୍ଭମାନଙ୍କର ଏପରି ଶତ୍ରୁ ଓ ଦେଶନାଶକକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ପୁଣି ସେମାନଙ୍କ ମନ ଆନନ୍ଦିତ ହୁଅନ୍ତେ ସେମାନେ କହିଲେ, ସାମସନକୁ ଡାକ, ସେ ଆମ୍ଭମାନଙ୍କ ସାକ୍ଷାତରେ କୌତୁକ କରିବ। ତେଣୁ ସେମାନେ ସାମସନକୁ କାରାଗାରରୁ ଡାକି ଆଣିଲେ ଓ ସେ ସେମାନଙ୍କ ସାକ୍ଷାତରେ କୌତୁକ କଲା। ଆଉ ସେମାନେ ତାହାକୁ 2 ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। ତେଣୁ ସାମସନ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ 2 ସ୍ତମ୍ଭ ଉପରେ ଗୃହ ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ିଦିଅ, ମୁଁ ତହିଁ ଉପରେ ଆଉଯିବି। ସେ ସମୟରେ ଗୃହ ଓ ପୁରୁଷ ଓ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା। ପଲେଷ୍ଟିୟ ସମସ୍ତ ଅଧିପତି ସେଠାରେ ଥିଲେ, ଆଉ ଛାତ ଉପରେ ଉଣାଧିକ 3000 ପୁରୁଷ ଆଉ ସ୍ତ୍ରୀ ଥାଇ ସାମସନର କୌତୂହଳ ଦେଖୁଥିଲେ। ସେତେବେଳେ ସାମସନ ସଦାପ୍ରଭୁଙ୍କୁ ଡାକି କହିଲା, ହେ ପ୍ରଭୁ, ସଦାପ୍ରଭୁ, ନିବେଦନ କରୁଅଛି, ମୋତେ ସ୍ମରଣ କର। ହେ ପରମେଶ୍ୱର, ନିବେଦନ କରୁଅଛି,
ମୁଁ ଯେପରି ପଲେଷ୍ଟିୟ ମାନଙ୍କ ଠାରୁ ଏକାବେଳକେ ମୋର 2 ଚକ୍ଷୁର ପରିଶୋଧ ନେଇପାରିବି, ଏଥିପାଇଁ କେବଳ ଏଇଥରକ ମୋତେ ବଳବାନ କର। ତୋ ମଧ୍ୟସ୍ଥିତ ଯେଉଁ 2 ସ୍ତମ୍ଭ ଉପରେ ଗୃହର ଭାର ଥିଲା, ସାମସନ ତହିଁର ଗୋଟିକି ଆପଣା ଦକ୍ଷିଣ ହସ୍ତରେ ଓ ଆରଟିକି ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା। ପୁଣି ସାମସନ କହିଲା, ପଲେଷ୍ଟିୟ ମାନଙ୍କ ସହିତ ମୋହର ପ୍ରାଣ ଯାଉ। ଏହା କହି ସେ ବଳରେ ଆପଣାକୁ ନୁଆଇଲା। ତଉମଧ୍ୟରେ ଥିବା ଅଧିପତିମାନଙ୍କ ଓ ସମସ୍ତ ଲୋକମାନଙ୍କ ଉପରେ ସେହି ଗୃହ ପଡ଼ିଗଲା। ଏହି ରୂପେ ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ। ଏ ଉତ୍ତାରେ ତାହାର ଭାତୃଗଣ ଓ ତାହାର ପିତୃଗୃହସ୍ଥ ସମସ୍ତେ ଆସି ତାହାକୁ ନେଇ ଶରୀୟର ଇଷ୍ଟ୍ରାଇଓଲର ମଧ୍ୟସ୍ଥାନରେ ତାହାର ପିତା ମାନହର କବର ସ୍ଥାନରେ ତାହାକୁ କବର ଦେଲେ। ସେ 20 ବର୍ଷ ଇସ୍ରାଏଲର ବିଚାର କଲା। ଗୁଡ୍ ମର୍ଣ୍ଣିଂ, ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 49, ସୋମବାର। ଆଜି ଆମ୍ଭେମାନେ ବିଚାରକର୍ତ୍ତା 13 ପର୍ବ ଠାରୁ 16 ପର୍ବକୁ ପାଠ କରିଅଛୁ। ଏଠାରେ ଅନ୍ତିମ ବିଚାରକର୍ତ୍ତା ସାମସନଙ୍କ ଜନ୍ମ ହେଲା। ସାମସନଙ୍କ ପୂର୍ବବର୍ତ୍ତୀ ବିଚାରକର୍ତ୍ତାମାନଙ୍କ ଆଚରଣ ଭଲ ନଥିଲା। ପଲେଷ୍ଟିୟ ମାନଙ୍କ ନିୟନ୍ତ୍ରଣ ବା ଅଧିକାର ସମୟରେ ଇସ୍ରାଏଲର ନୈତିକ, ରାଜନୈତିକ ଓ ଧାର୍ମିକ ଅବସ୍ଥା ଅତ୍ୟନ୍ତ ଦୁଃଖଦ ବା ଅନ୍ଧକାରମୟ ଥିଲା। ଜଣେ ନାସରୀୟ ଭାବରେ ଇସ୍ରାଏଲକୁ ପଲେଷ୍ଟିୟ ମାନଙ୍କ କବଳରୁ ଉଦ୍ଧାର କରିବା ପାଇଁ ସାମସନଙ୍କର ଜନ୍ମ ହୋଇଥିଲା। ସାମସନ ଜଣେ ନାସରୀୟ ଭାବରେ କେଶ କାଟିବାରୁ, ମଦ୍ୟ ବା ଦ୍ରାକ୍ଷାରସ କି କୌଣସି ପ୍ରକାରର ଅମ୍ଳରସ ପାନ କରିବାରୁ ଓ କୌଣସି ଅଶୁଚି ପଦାର୍ଥକୁ ସ୍ପର୍ଶ କରିବାରୁ ବାରିତ ବା ବାରଣ କରାଯାଇଥିଲେ। ସାମସନ ଜଣେ ପୃଥକୀକୃତ ନାସରୀୟ ହେବା ସତ୍ତ୍ୱେ ଗୋଟିଏ ପଲେଷ୍ଟିୟ ସ୍ତ୍ରୀକୁ ବିବାହ କଲେ ଓ ବେଶ୍ୟାଗମନ କଲେ। ଏପରି କିଛି ଘଟଣା ଦ୍ୱାରା ପଲେଷ୍ଟିୟ ମାନେ ଦଣ୍ଡିତ ହେଲେ। ସେ ଦଲିଲାର ପ୍ରେମରେ ପଡ଼ିଲା ଉତ୍ତାରେ ନାସରୀୟ ସମ୍ବନ୍ଧୀୟ ରହସ୍ୟକୁ ପ୍ରକାଶ କରିବା ଦ୍ୱାରା ସେ ତାଙ୍କର ବଳ ହରାଇଲେ ଓ ସେ ପଲେଷ୍ଟିୟ ଦେବତା ଦାଗନର ବଳିଦାନ ତଥା ଉପାସନା ମଧ୍ୟକୁ ଟାଣି ନିଆଗଲେ ଏବଂ ପରିହାସିତ ହେଲେ। ମାତ୍ର ସଦାପ୍ରଭୁଙ୍କଠାରେ ଅନୁତାପ କ୍ରନ୍ଦନ କରିବା ଦ୍ୱାରା ସେ ତାଙ୍କ ଜୀବନ କାଳରେ ବଧ କରିଥିବା ପଲେଷ୍ଟିୟ ମାନଙ୍କ ଠାରୁ ଅଧିକ ସଂଖ୍ୟକ ପଲେଷ୍ଟିୟ ମାନଙ୍କୁ ତାଙ୍କ ମୃତ୍ୟୁ ସମୟରେ ବଧ କରିପାରିଲେ। ସାମସନ ତାଙ୍କୁ ଦିଆଯାଇଥିବା ବଳ ଦ୍ୱାରା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେଲେ। ଯଦିଓ ସେ ପରିପକ୍ୱ ନଥିଲେ, ତଥାପି ତାଙ୍କ କାର୍ଯ୍ୟ ବା ମିଶନକୁ ପୂରା କରିବା ପାଇଁ ପରିଶେଷରେ ନିଜ ଜୀବନକୁ ସୁଦ୍ଧା ଉତ୍ସର୍ଗ କରିଦେଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ଧ୍ୟାନରେ ଓ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।